ଆଲୋ 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 ମୋ ପୁଅ ଆଇଲାଣି ଲୋ, ମୋ ଧନଟା, ମୋ ରଜାଟା। ଆଉ 18 ଦିନ ମୁମ୍ବାଇରେ କେମିତି କଟିଲା? ସେଠୁ ସେ କଣ କଟିଲା ଭଳିଆ କଟିଲା, ଖାଲି ବାକାଡିଲେ ମନ ଉଡ଼ିଲା। ହଁ ହଉ ବା, ତୁ ଏଇଠି ଥା, ମୁଁ ଟିକେ ଆଶ୍ରମରୁ ଆସୁଛି, ମୋର ଲେଟ ହେଲାଣି। ଆସୁଛି। ସୁଦର୍ଶନ, ତା ପରକୁ ବଳରାମ, ତା ତଳକୁ ଜଗନ୍ନାଥ ଆଉ ଝିଅ ସୁଭଦ୍ରା। ଭାବିଥିଲି ମୋର ଏ ଘରଟା ଶ୍ରୀମନ୍ଦିର ଭଳି, ସବୁଦିନ ଘଣ୍ଟ ମାର୍ଦ୍ଦଳ ଶୁଭୁଥିବ, ଗହଳ ଚହଳ ଶୁଭୁଥିବ, ହେଲେ ମୋ ଶ୍ରୀମନ୍ଦିର ଏମିତି ଶ୍ରୀହୀନ ହେଇଯିବ, ମୋ ସିଂହଦ୍ୱାରରେ ସବୁଦିନ ପାଇଁ ପହଡ଼ ପଡ଼ିଯିବ, ଏକଥା ମୁଁ ସ୍ୱପ୍ନରେ ସୁଦ୍ଧା ଭାବିନଥିଲି। ନାଇଁ ମା, ଇଏ ମୋ ଜଗନ୍ନାଥ ନୁହଁ, ଏ ଦୁନିଆରେ ତ ଅନେକ ଜଗନ୍ନାଥ ଅଛନ୍ତି, ହେଲେ ସବୁ ଜଗନ୍ନାଥ କଣ ମୋ ଜଗା ହେଇଯିବେ? ହେଇ ଶୁଣୁଛ, ଇଏ ଇଏ ଆମ ଜଗନ୍ନାଥ ନୁହଁ, ଇଏ ଇଏ ଆମ ଜଗା ନୁହଁ, ଇଏ 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 ତାଙ୍କ ଜଗନ୍ନାଥ। ଚାଲ ଆମେ ଏଠୁ ଚାଲିଛୁ। ପିୟୁଷ ଆସିନାହାନ୍ତି। ମୁଁ କହୁଛି ଅନୁରୋଧ କରି, ଯଦି ପିୟୁଷ ଏ ଭିଜୁଆଲ ଦେଖୁଥାନ୍ତି ତାହେଲେ ଆସିକିରି ତାଙ୍କ ମାର ହାତ ତିଆରି ଖାଆନ୍ତୁ। ଖାଇନାହାନ୍ତି। ମୁଁ ଠାକୁରଙ୍କୁ ଡାକୁଛି, ଆଉ ଇଚ୍ଛା ବି ଅଛି ମୁଁ କଳାକାର ଭାଇ ଓ ଭଉଣୀ ମାନେ ଆସନ୍ତୁ, ଆଉ ଆମ ଏ ଗାଁ ହାଣ୍ଡିଶାଳ ହାତ ତିଆରି ରୋଷେଇ ଖାଆନ୍ତୁ, ଆଉ କେମିତି ସ୍ୱାଦ ଲାଗୁଛି ସେମାନେ ମତେ କୁହନ୍ତୁ। ସେଇଟା ରଙ୍ଗମଞ୍ଚ ଥିଲା, ସିଏ ଗୋଟେ ନିଆରା ମଜା। ଏଠି ବି ଆଉ ଗୋଟେ ଅଲଗା ପ୍ରକାର ମଜା, କାରଣ ଏଠି ଭୋକିଲା ପେଟକୁ ପୁରଉଛି, ଏଠି ବି ଏକ ପ୍ରକାର ସମସ୍ତଙ୍କର ମୁଁ ମା। ସେଠି ଥିଲି ଦର୍ଶକ ମାନଙ୍କର ମା, ପିୟୁଷର ମା, ସମସ୍ତଙ୍କର ମା ଥିଲି। ଏଠି ବି ସେମିତି ଭୋକିଲା ପେଟ ପୁରେଇକିରି ଏଠି ବି ସେଇ ମା। ଏଠି ବି ଖୁସି ଲାଗୁଛି, ସେଠି ବି ଖୁସି ଲାଗୁଥିଲା। କଣ ଏମିତି ହେଲା ଯେ ଆପଣ ଯାତ୍ରା ଷ୍ଟେଜରୁ ସିଧା ଆଜି ମାନେ ହୋଟେଲ କରିବା ପାଇଁ ଆସିଲେ? ମୁଁ ଯୋଉ ଅନୁଷ୍ଠାନରେ ଥିଲି ସେ ଅନୁଷ୍ଠାନଟା 2 ମାସ ହେବ ବନ୍ଦ ହେଇଗଲା। ଯେହେତୁ ମୁଁ ଓମ୍ ଶ୍ରୀ ବାଘାଯତୀନ ଲୋକନାଟ୍ୟ, ଯେହେତୁ ମୁଁ ସେଠି ରହିକିରି ମୋ ଜୀବିକା ନିର୍ବାହ କରୁଥିଲି, ମୋ ପରିବାର ପ୍ରତିପୋଷଣ କରୁଥିଲି, ଯାହାହେଲେ ବି ତ ମୁଁ ରୋଜଗାରର ପନ୍ଥା ବାଛିବି ନା। ତେଣୁକରି ଏବେ ମୁଁ ଭାବିଲି ଏବେ ଖାଇବାଟା ବେଶୀ ଚାଲିଛି, ଯାହାହେଲେ ବି ଲୋକମାନେ ଖାଇବେ, ଆଉ କିଛି ନ କରନ୍ତୁ, ଯେତେ ରେଟ୍ ହଉ ଦର ହଉ, ଯାହାହେଲେ ବି କିଛି ନ କରିଲେ ବି ନିଶ୍ଚୟ ଖାଇବେ। ତେଣୁକରି ମୁଁ ନିଜେ ଭାବିଲି ନାଇଁ ଗୋଟେ ଖାଇବା ଦୋକାନ ପକେଇବା, ଆଉ କମ୍ ପ୍ରାଇସରେ ସ୍ୱାଦ ଖାଇବା ଯେମିତି ଲୋକମାନଙ୍କୁ ଦବା। ସେଥିପାଇଁ ଏଠିକି ବୁଲିବା ପାଇଁ ଆସିଥିଲି। ଲୋକମାନଙ୍କୁ ସବୁ ପଚାରିଲି ଯେ ଏଠି ଯଦି ଆମେ ଖାଇବା ଦୋକାନ ପକେଇବୁ ଏଠି ଚାଲିବ ନା? ସେମାନେ ବି କହିଲେ ହଁ, ଖାଇବା ଦୋକାନ ପକାନ୍ତୁ, ଆଉ ଯେମିତି ଟେଷ୍ଟି ଖାଇବା ରହିବ, ଆଉ ଯେମିତି ରେଟ୍ ଲୋକଙ୍କୁ ପୋଷଉଥିବ, ଗରିବ ଠାରୁ ବଡ଼ ଲୋକ ଯାଏ ସମସ୍ତେ ଖାଇପାରୁଥିବେ, ଆଉ ଟେଷ୍ଟି ଖାଇବା। ତାହେଲେ ମୁଁ କହିଲି ନାଇଁ, ଏପଟରେ ଗୋଟେ ଦୋକାନ ପଡ଼ିଛି, କାରଖାନା, ଏପଟରେ ଘରଖାନା, ଆମେ ପକେଇଲେ ଚାଲିବ ତ? ନା ନିଶ୍ଚୟ ଚାଲିବ, ଟେଷ୍ଟ ଖାଇବା ରଖନ୍ତୁ ଚାଲିବ। ତାପରେ ମୁଁ ନିଜେ ଭାବିଲି ନାଇଁ, ଖାଇବା ସ୍ୱାଦ ରହିବ, ଆଉ ପ୍ରାଇସ୍ କମ୍ ରହିବ, ଲାଭ କ୍ଷତିର ହିସାବ ମୁଁ ରଖିନି, ଯେମିତି କମ ମୂଲ୍ୟରେ ଲୋକମାନଙ୍କ ପେଟଟା ପୁରି ପାରିବ ସୁସ୍ୱାଦୁ ଖାଦ୍ୟ ଦେଇକି। ତେଣୁକରି ଯେତେବେଳେ ପିୟୁଷଙ୍କ ସହିତ ଆପଣ ରୋଲ୍ କରନ୍ତି, ଆଜ୍ଞା, ଦର୍ଶକ ସେଠି ତାଳି ମାରନ୍ତି, ଗାଳି ମଧ୍ୟ କରନ୍ତି, ଆଜ୍ଞା, ଆଖିରୁ ଲୁହ ମଧ୍ୟ ଝରନ୍ତି, ଆଜ୍ଞା, ସେତେବେଳେ କେତେ ଖୁସି ଲାଗେ? ବହୁତ ଖୁସି ଲାଗେ, କାରଣ ଲୋକମାନଙ୍କର ତାଳି, ଗାଳି ଆଉ ଲୁହରେ ହିଁ ଆମର ସକ୍ସେସ୍ ଥାଏ। ଆମେ ସେଇଠୁ ଜାଣିପାରୁ ଯେ ଆମ ଅଭିନୟଟା ସେମାନଙ୍କର ମନକୁ ଛୁଇଁଛି, ଆଉ ଆମେ ଆମ ଅଭିନୟରେ ସଫଳ ହେଇଛୁ। ଆକ୍ଟିଂ ଜଗତ ଗୋଟେ ପୁରା ଅଲଗା, ଆଜ୍ଞା, ଏ ଜଗତ ନିଆରା। ଖାଇବା ପାଇଁ ସେଟା ଗୋଟେ ପୁରା ଅଲଗା। ଆଜ୍ଞା, ଏ ଦିଟାକୁ କେମିତି ମ୍ୟାନେଜ କରନ୍ତି? ସେଇ ଜାଗା ଗୋଟେ ଅଲଗା ଥିଲା, ଏଇ ପ୍ଲାଟଫର୍ମ ଗୋଟେ ଅଲଗା। ସେ ଜାଗା ମୁଁ ଏହା ମନରେ ଭାବି ନେଇଛି ଯେ କୌଣସି ମୁହୂର୍ତ୍ତରେ ଯେମିତି ସମସ୍ୟା ପଡୁବି, ସବୁ ସମସ୍ୟାକୁ ମୁଁ ସମାଧାନ କରିବି। ତେଣୁକରି କିଛି ଲାଗୁନି, କିନ୍ତୁ ବେଳେ ବେଳେ ଯାତ୍ରା ରଙ୍ଗମଞ୍ଚ କଥା ମନେ ପଡେ। ଯେହେତୁ କଳାକାର ନା, ଗୋଟେ କଳାକାର କେବେ କଳା ଜୀବନ ଛାଡି ରହିପାରିବନି। ଆଚ୍ଛା, ୟା ପରେ ଆପଣ ଆଉ କୋଉ ଯାତ୍ରା ପାଟିକି ଗଲେନି? କାରଣ ଗଲେନି, ଅଧାରୁ ଗଲିନି, ଅଫର ଆସିଥିଲା କିନ୍ତୁ ଆଉ ଅଧାରୁ ଯିବା ପାଇଁ ଇଚ୍ଛା ହେଲାନି। ପୁଣି ସିଜନ ଷ୍ଟାର୍ଟ ହେଲେ ପୁଣି ଯିବେ? ଆଜ୍ଞା। ତ ବର୍ତ୍ତମାନ ଯୋଉଠି ଆପଣ ଖାଇବା ଦଉଛନ୍ତି, ଆଜ୍ଞା, ସାହାଯ୍ୟ କିଏ କରୁଛି ଆପଣଙ୍କୁ? ଆପଣ ଏକା କରୁଛନ୍ତି ନା ଆଉ କିଏ ସାହାଯ୍ୟ? ନାଇଁ, ଅଛନ୍ତି, ସବୁ ସାହାଯ୍ୟ କରୁଛନ୍ତି, ସାନ ଭଉଣୀ ଭଳିଆ, ଭାଇ ଭଳିଆ, ସବୁ 2-3 ଜଣ ଅଛନ୍ତି, ସବୁ ସାହାଯ୍ୟ କରୁଛନ୍ତି। କେତେ ଟଙ୍କା ଦିନକୁ ଏଠି ଉତ୍ପାଦନ ହୁଏ? ଏଠୁ ସେମିତି ସବୁବେଳେ ତ ସମାନ ନଥାଏ,
କେତେବେଳେ 4 5 6 7 ଏମିତି ଭିତରେ କହିହବନି। ହଁ ସରିଯାଏ ପୁଣି ଆମେ ମଗାଉ। ଆମ ଏଇଟା ଗାଁ ହାଣ୍ଡିଶାଳ ନା, ଆମ ଖାଦ୍ୟ ସରିବନି। ନିଶ୍ଚୟ ଫେରିବେନି କେହି, କାହା ପେଟ ଅପୋଷା ରହିବନି ନା, କେବେ ବି ଫେରିବେନି। ଆଚ୍ଛା, ଯାତ୍ରା କଳାକାର କିଏ ଏଠି ଆସିକି ଆପଣଙ୍କ ପାଖରେ ଖାଇଲେଣି? ନାଇଁ, ଖାଇ ନାହାନ୍ତି। ମୁଁ ଠାକୁରଙ୍କୁ ଡାକୁଛି, ଆଉ ଇଚ୍ଛା ବି ଅଛି ମୁଁ କଳାକାର ଭାଇ ଓ ଭଉଣୀ ମାନେ ଆସନ୍ତୁ, ଆଉ ଆମ ଏ ଗାଁ ହାଣ୍ଡିଶାଳ ହାତ ତିଆରି ରୋଷେଇ ଖାଆନ୍ତୁ, ଆଉ କେମିତି ସ୍ୱାଦ ଲାଗୁଛି ସେମାନେ ମତେ କୁହନ୍ତୁ। ପିୟୁଷ ଆସିନାହାନ୍ତି, ମୁଁ କହୁଛି ଅନୁରୋଧ କରି, ଯଦି ପିୟୁଷ ଏ ଭିଜୁଆଲ ଦେଖୁଥାନ୍ତି ତାହେଲେ ଆସିକିରି ତାଙ୍କ ମା ର ହାତ ତିଆରି ଖାଆନ୍ତୁ। ଆଚ୍ଛା, ଆପଣ ଯାତ୍ରାରେ କାହା କାହା ସହିତ ଅଭିନୟ କରୁଛନ୍ତି? ଯାତ୍ରାରେ ବହୁତ ପୁରୁଣା କହିଲେ ମୁଁ ମନ୍ଦାକିନୀ ଅପା, ଶରତ ଭାଇ, ଆଉ ସେତେବେଳେ ଥିଲେ ଧୀର ନନା, ଟୁନା ନନା, ତାପରେ ଲତା ଅପା, ଆଉ ଡଲି ଅପା, ତାପରେ ରହିଛନ୍ତି ସବୁ ସୁରେଶ ନା, ପ୍ରତାପ ମଉସା, ଆଉ ଦୈତାରୀ ନନା, ଜିତୁ, ରୁଦ୍ର, ରତି ଭାଇ, ମିଟୁନା ଅପା, ନଳିନୀ, ଆଉ ଏମିତି ଦେଖିବାକୁ ଗଲେ ଆକାଶ ଯେ ସିରିଏଲ କରୁଛନ୍ତି, ଜୀବନ ଭାଇ, ଆଉ ଲକ୍ଷିନ୍ଦର ଭାଇ, ଆଉ ମନ୍ଦାକିନୀ ଅପା, ଏମିତି ସବୁ ବହୁତ। ଆପଣ ନିଜ ଜଣେ ଯାତ୍ରା କଳାକାର, ଆଜ୍ଞା। ଆପଣଙ୍କୁ କୋଉ ଯାତ୍ରାଟି ସବୁଠୁ ଭଲ ଲାଗେ? କୋଉ ଯାତ୍ରାର ଷ୍ଟୋରିଟି? ମତେ ବହୁତ ପୁରୁଣା ଥିଲା ଗୋଟେ, ମୁଁ ଯେତେବେଳେ ଫାଷ୍ଟ ଅଭିନୟ କଲି ସେଇଟା ଥିଲା ପାର୍ବତୀ ପାଟିର ଅକୁହା କଥା, ସେଇଟା ମତେ ବହୁତ ବଢିଆ ଲାଗେ। ଆଉ ଗୋଟେ ଥିଲା ମିଛ ମୋ ପାଇଁ ମହାପୁଣ୍ୟ, ଆଉ ଥିଲା ରାଜଧାନୀରେ ଥିଲା ସିଂହଦ୍ୱାର ମନା ମତେ ସ୍ୱର୍ଗଦ୍ୱାର ମନା, ଆଉ ଥିଲା କୋଣାର୍କରେ ଥିଲା କାଇଁଚ ମାଳି, ଭାଗ୍ୟ ଖେଳୁଛି ଖେଳ, କଉଡି ଖେଳ 2, ଆଉ ମଣିଷ ଦେଖିଲେ ଡର ଲାଗୁଛି, ଏମିତି କେତେ ସବୁ ଥିଲା। ଆଉ ଗୋଟେ ଏଇ ବାଘା ଯତୀନରେ ଥିଲା ଏଇ ମନ ଝୁରିଛି ତତେ, ଏସବୁ ନାଟକ ଅଭିନୟ ମତେ ବି ଛୁଏଁ ମନକୁ, ଆଉ ଦର୍ଶକ ମାନେ ବି ମତେ ସେଠୁ ଚିହ୍ନିଛନ୍ତି। ଆଜ୍ଞା, ସେଇ ସିଂହଦ୍ୱାର ମନା ମତେ ସ୍ୱର୍ଗଦ୍ୱାର ମନାର କିଛି କହୁଛି। ରାଜଧାନୀରେ ବଡ ପୁଅ ନା ସୁଦର୍ଶନ, ତା ପରକୁ ବଳରାମ, ତା ତଳକୁ ଜଗନ୍ନାଥ, ଆଉ ଝିଅ ସୁଭଦ୍ରା। ଭାବିଥିଲି ମୋର ଘରଟା ଶ୍ରୀମନ୍ଦିର ଭଳି, ସବୁଦିନେ ଘଣ୍ଟ ମାଦଳ ଶୁଭୁଥିବ, ଗହଳ ଚହଳ ଶୁଭୁଥିବ, ହେଲେ ମୋ ଶ୍ରୀମନ୍ଦିର ଏମିତି ଶ୍ରୀହୀନ ହେଇଯିବ, ମୋ ସିଂହଦ୍ୱାର ସବୁଦିନ ପାଇଁ ପହଡ ପଡିଯିବ, ଏକଥା ମୁଁ ସ୍ୱପ୍ନରେ ସୁଦ୍ଧା ଭାବିନଥିଲି। ନାଇଁ ମା, ଇଏ ମୋ ଜଗନ୍ନାଥ ନୁହଁ, ଏ ଦୁନିଆରେ ତ ଅନେକ ଜଗନ୍ନାଥ ଅଛନ୍ତି, ହେଲେ ସବୁ ଜଗନ୍ନାଥ କଣ ମୋ ଜଗା ହେଇଯିବେ? ହେଇ ଶୁଣୁଛ, ଇଏ ଆମ ଜଗନ୍ନାଥ ନୁହଁ, ଇଏ ଆମ ଜଗା ନୁହଁ, ଇଏ ତାଙ୍କ ଜଗନ୍ନାଥ। ଚାଲ ଆମେ ଏଠୁ ଚାଲିଯିବା। ଆଉ ଗୋଟେ ଜିନିଷ, ଆଉ ଗୋଟେ ଯାତ୍ରା ମୁଁ ଦେଖୁଛି, ଆପଣ କହିଲା ବେଳେ ବି ଆପଣ ଡାଇଲଗ ଆପଣଙ୍କ ଆଖିକି ଲୁହ ଆସିଯାଉଛି। ଆଜ୍ଞା, ମାନେ ଗୋଟେ ନିଛକ ଅଭିନୟ କରନ୍ତି, ମାନେ ନିଜ ମନକୁ ଇଏ କଲା ପରିକା ଅଭିନୟ କରନ୍ତି। ଆଜ୍ଞା, ତ କେତେ ଭଲ ଯେତେବେଳେ ଅଭିନୟ କରନ୍ତି, କୋଉ ଟାଇପ କଣ ଭାବେ ସେଇ ଟାଇପ ରେ ଫିଲ୍ ଆସେ ମନରେ, ସେଥିପାଇଁ ଆପଣ ଏତେ ନ୍ୟାଚୁରାଲ ଅଭିନୟ କରିପାରୁଛନ୍ତି? ମୁଁ ସେତେବେଳେ ସେ ଷ୍ଟୋରି ଭିତରେ ନିଜକୁ ହଜେଇ ଦିଏ, ଭାବିନିଏ ଯେ ଏଇଟା ମୋ ପରିବାରର ଷ୍ଟୋରି କି ମୋ ନିଜ ଷ୍ଟୋରି, ତା ଭିତରେ ମୁଁ ନିଜକୁ ହଜେଇ ଦିଏ। ସେଥିପାଇଁ ମତେ ତାରି ଭିତରେ ମୁଁ ମଜିଗଲେ ଆପେ ଆପେ ସେ ଆକ୍ଟିଂ ଟା ଚାଲି ଆସେ। ଆଉ ଗୋଟେ ଜିନିଷ, ଯେତେବେଳେ ଯାତ୍ରାରେ ଆପଣ ଆଜିକାଲି ହିରୋ ହିରୋଇନ ଅଛନ୍ତି, ନୂଆ ଷ୍ଟାଇଲ ରେ ଯାତ୍ରା ଆସୁଛି, ଆଜ୍ଞା, ସେମାନେ ଏତେ ରାସ୍ତାରେ ଖାଇବା ବିକିବା ପ୍ରାୟତଃ ଟିକେ ଲାଜ କରନ୍ତି ଯେ ନାଇଁ ଆମେ ଖାଇବା ବିକିବୁ, ଆମେ ଗୋଟେ ହିରୋଇନ ହେଇକି କାମ କରୁଥିଲୁ। ଆପଣଙ୍କୁ ଏମିତି କେବେ ଫିଲ୍ ହେଇନି? ନା, ମତେ ସେମିତି କିଛି ଲାଗେନି। ଲାଜ କଣ, ଗୋଟେ ହଉଛି ଚୋରି ନାରୀ, ସେଇଟା ହଉଛି ଲାଜ, ଆଉ କିଛି ଲାଜ ନାହିଁ। କାରଣ ପେଟ ପୋଷିବା ପାଇଁ ସବୁ ଇଏ ନା, ଲାଜ କିଛି ହଁ, ସେଟା ହଉଛି ଆମର କେନ୍ଦ୍ରାପଡାର ବାବା। ସେତେବେଳେ ପିୟୁଷ ବମ୍ବେରୁ ଫେରିଥିବେ, ସେ ହଉଛନ୍ତି ବିଭୂତି ପୁତ୍ର, ମୁଁ ତାଙ୍କ ମା। ସାରଥୀ ବାବାଙ୍କର ସେ ବିଭୂତି ପୁତ୍ର, ମୁଁ ତାଙ୍କ ମା। ସେ ବମ୍ବେରୁ ଆସିଥିବେ, ମତେ ଆସି କହିବେ ହାଲୋ ମମି, ଆଲୋ 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 ମୋ ପୁଅ ଆଇଲାଣି ଲୋ, ମୋ ଧନଟା, ମୋ ରଜାଟା, ଆଉ
18 दिन मुंबई रे केमिति कटिला सेठु से कोन कटिला भलिया कटिला खाली बाकाडी लेमन उड़िला हाँ हौ बा तू एठी था मु टिके आश्रम रु आसुची मोर लेट हेलानी आसुची